କପିଳାସ ପାହାଡ଼ରୁ ପଡ଼ି ଏକ ହରିଣ ଗୁରୁତର। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠ ପାହାଡ଼ରୁ ପଡ଼ି ଏକ ମାଇ ହରିଣ ଗୁରୁତର ହୋଇଛି। ଘଟଣାରୁ ଜଣାଯାଏ, ଉକ୍ତ ପୀଠରେ ବାବା ଚନ୍ଦ୍ରଶେଖରଜୀଉଙ୍କ ମନ୍ଦିର ସନ୍ନିକଟ ଥିବା ଶୌଚାଳୟଠାରେ ସକାଳ 9ଟା ସମୟରେ କପିଳାସ ପାହାଡ଼ରେ ରହୁଥିବା ଏକ ଜଙ୍ଗଲୀ ମାଇ ହରିଣ ଭୁଲବଶତଃ ମନ୍ଦିର ଆଡ଼କୁ ଚାଲି ଆସିଥିଲା ଏବଂ ତାର ଗୋଡ଼ ଖସିଯିବାରୁ ସେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ତାର ପଛ ପାଖ 2ଟି ଗୋଡ଼ ଭାଙ୍ଗି ଯାଇଥିବାର ଜଣାଯାଇଛି। ତତ୍ସହିତ ବେକରେ ମଧ୍ୟ ଆଘାତ ଲାଗିଛି। ଉକ୍ତ ହରିଣଟିର ଅବସ୍ଥା ଅତି ଗୁରୁତର ଥିବାର ଜଣାଯାଏ। ଖବର ପାଇ କପିଳାସ ରେଞ୍ଜ ଅଧୀନ ବନ କର୍ମଚାରୀ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ତାକୁ ଉଦ୍ଧାର କରି ପ୍ରାଣୀ ଉଦ୍ୟାନରେ ଯୁଦ୍ଧକାଳୀନ ଭିତ୍ତିରେ ତାର ଚିକିତ୍ସା ଜାରି ରଖିଛନ୍ତି। ଏହା ପୂର୍ବରୁ ମଧ୍ୟ ସେହି ସ୍ଥାନରେ କିଛି ହରିଣ ଦୁର୍ଘଟଣାର ଶିକାର ହୋଇଥିବାର ଜଣାପଡ଼ିଛି। ଆଗାମୀ ଦିନରେ ଉକ୍ତ ଜଙ୍ଗଲୀ ହରିଣମାନଙ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ କ'ଣ ବନ ବିଭାଗ ପଦକ୍ଷେପ ନେବାକୁ ଯାଉଛି ତାହା ସାଧାରଣରେ ଦାବି ହେଉଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।